ଆଜିଠାରୁ ଓଡ଼ିଶାରେ ଚାଲିବ ବିଜେପି ସରକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି ବିଜେପି। ଚାଲିବ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର। ଗତକାଲି ବିଜେପିର ଶୀର୍ଷ ନେତୃତ୍ୱ କେଉଁଝର ବିଧାୟକ ତଥା ଆଦିବାସୀ ନେତା ମୋହନ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବରେ ମୋହର ମାରିବା ପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି କେଉଁଝର ବାସିନ୍ଦା। ଏତତ୍ସହ ନିମାପଡ଼ା ବିଧାୟକ ପ୍ରଭାତୀ ପରିଡ଼ା ଓ ପାଟନାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଛି। ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱର ଜନତା ମଇଦାନରେ ଶପଥ ପାଠ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଧାନୀରେ ରୋଡ୍ ଶୋ କରିବାର ମଧ୍ୟ ସୂଚନା ରହିଛି। ମୋହନ ମାଝୀଙ୍କ ଭଳି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଆଦିବାସୀ କାର୍ଡ ଖେଳିବାକୁ ଯାଉଛି ବିଜେପି। ଜଣେ ସାଧାରଣ ପରିବାରର ସଦସ୍ୟ ଯେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରିବେ ଏହା ପ୍ରମାଣିତ କରିବାକୁ ଚାହୁଁଛି ବିଜେପି। ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିବା ମୋହନ ମାଝୀ ପ୍ରଥମେ ସରପଞ୍ଚ ଓ ପରେ ପରେ ବିଧାୟକ ହେବା ସହିତ ବିରୋଧୀ ଦଳ ନେତା ଏବଂ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଅଧିଗ୍ରହଣ କରିବା ପରେ ବେଶ୍ ଉତ୍ସାହିତ ଅଛନ୍ତି ସାଧାରଣ ଜନତା। ତେବେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଆପଣଙ୍କ ମତାମତ କ'ଣ? କମେଣ୍ଟ ବକ୍ସରେ ଆମକୁ ନିଶ୍ଚୟ ଜଣାନ୍ତୁ। ବ୍ୟୁରୋ ରିପୋର୍ଟ, PPL ଓଡ଼ିଆ।